नंबर 1 जीवन रे केबे भी संपूर्ण उल्लंघन होई सहिबा उचित नुहे। ଏହା ଦ୍ୱାରା ଘରେ ଧନର ଅଭାବ ହେବା ସହିତ ଶରୀର ରୋଗଗ୍ରସ୍ତ ହୋଇଥାଏ। ନମ୍ବର 2 କେବେ ବି ଭଙ୍ଗା ଖଟ କିମ୍ବା ଅଇଁଠା ମୁହଁରେ ସହିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଦାରିଦ୍ରତା ପ୍ରାପ୍ତ ହୋଇଥାଏ। ନମ୍ବର 3 ଯେଉଁ ମହିଳାଙ୍କର ଆଖି କୋଇଲି ପରି ଦେଖାଯାଇଥାଏ ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି। ଯେଉଁ ମହିଳା ମାନଙ୍କର ମୁଖମଣ୍ଡଳ ଅତି ସରୁ ବା ଗୁଜିଆ ହୋଇଥାଏ ସେମାନେ ବହୁତ ଜିଦିଖୋର ସ୍ୱଭାବ ହୋଇଥାନ୍ତି। ନମ୍ବର 4 ଯେଉଁ ମହିଳାଙ୍କର ଦାନ୍ତ ବଡ଼ ବଡ଼ ହୋଇଥାଏ ସେମାନେ ବହୁତ ରାଗୀ ସ୍ୱଭାବର ହୋଇଥାନ୍ତି। ଯେଉଁ ମହିଳାଙ୍କର ଲାଲ ପଦ୍ମ ପରି ଦେଖାଯାଏ ଥାଏ ସେମାନେ ଜୀବନରେ ବହୁତ ସୁଖ ସମୃଦ୍ଧି ଅର୍ଜନ କରିଥାନ୍ତି। ନମ୍ବର 5 ମହାଦେବଙ୍କୁ ପୂଜା କରିବା ସମୟରେ କଦଳୀ ତୁଳସୀ ଏବଂ କେତକୀ ଫୁଲ ବ୍ୟବହାର କରିବା ଉଚିତ ନୁହେଁ। ସେହିପରି ବିଷ୍ଣୁଙ୍କ ପୂଜାରେ ଦୁଦୁରା ଫୁଲର ବ୍ୟବହାର କରିବା ହୋଇନଥାଏ। ନମ୍ବର 6 ସୂର୍ଯ୍ୟଙ୍କ ପୂଜାରେ ଟଗର ଫୁଲ ବ୍ୟବହାର କରିବା ଉଚିତ ନୁହେଁ। ସେହିପରି ମାତା ଦୁର୍ଗାଙ୍କୁ ଅରଖ ଫୁଲରେ ପୂଜା କରିବା ଅନୁଚିତ। ନମ୍ବର 7 କୌଣସି ଶୋଇଥିବା ବ୍ୟକ୍ତିଙ୍କୁ କେବେ ବି ଅଚାନକ ଉଠାଇବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ନମ୍ବର 8 ବିଦ୍ୟାର୍ଥୀମାନେ ଅତ୍ୟଧିକ ସମୟ ଶୋଇବା ଉଚିତ ନୁହେଁ। ଏହା ତାଙ୍କ ପାଇଁ କଲ୍ୟାଣକାରୀ ହୋଇନଥାଏ। ନମ୍ବର 9 ଘରେ ଯଦି କୌଣସି ଲୋକ ରୋଗଗ୍ରସ୍ତ ହୋଇଥାନ୍ତି ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ସହିତ ଶିବଲିଙ୍ଗରେ କଞ୍ଚା କ୍ଷୀର ଅର୍ପଣ କରିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଥାଏ। ନମ୍ବର 10 ଶୋଇବା ସମୟରେ କେବେ ବି ଶୋଇବା ଘରର ସମ୍ପୂର୍ଣ୍ଣ ଅନ୍ଧାର କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଭୟଙ୍କର ସ୍ୱପ୍ନ ଆସିବାର ସମ୍ଭାବନା ରହିଥାଏ। ନମ୍ବର 11 ଯେଉଁ ମହିଳାଙ୍କର ପେଟ ସର୍ପ ପରି ହୋଇଥାଏ ସେମାନେ ବହୁତ ଭଜନ ପ୍ରେମୀ ହୋଇଥାନ୍ତି। ନମ୍ବର 12 ଯିଏ ପର ନାରୀ ପର ସ୍ତ୍ରୀ ଅବଡ଼ା କନ୍ୟା ପର ଝିଅ ଓ ବୋହୂଙ୍କୁ ସଙ୍ଗମ କରେ ସେ ପରଜନ୍ମରେ ନୀଚ ଜିନରେ ଜନ୍ମ ଗ୍ରହଣ କରେ। ସେ 7 ଜନ୍ମ ଯାଏ ନରକ ଭୋଗ କରେ। ନମ୍ବର 13 ଯେଉଁ ମହିଳାଙ୍କର ବାମ ସ୍ଥନରେ ବାମ କଣ୍ଠରେ ବାମ କରରେ ବାମ କଣ୍ଠରେ ତିଳ ଚିହ୍ନ ବା ଭାତୁଗୁଡ଼ି ରହିଥାଏ ସେ ମହିଳା ମାନେ ବହୁତ ସୌଭାଗ୍ୟବତୀ ହୋଇଥାନ୍ତି। ନମ୍ବର 14 ଯେଉଁ ମହିଳାମାନେ ମୁଖରେ ଜମାରୁ ହସ ନଥାଏ ସେମାନେ ଜୀବନରେ ସବୁବେଳେ ଦୁଃଖ କଷ୍ଟ ରହିଥାଏ। ନମ୍ବର 15 ଯେଉଁ ମହିଳାମାନଙ୍କର ଆଖି ବିରାଡ଼ି ଦୃଶ୍ୟ ହୋଇଥାଏ ସେମାନେ ହତଭାଗିନୀ ସ୍ୱଭାବ ହୋଇଥାନ୍ତି। ନମ୍ବର 16 ଯେଉଁ ମହିଳାମାନଙ୍କର ଆଖି ଟେରି ହୋଇଥାଏ ସେମାନେ ଦୁନିଆରେ ବହୁତ କିଛି ପାଇବା ଆଶା ରଖିଥାନ୍ତି। ନମ୍ବର 17 ଯେଉଁ ମହିଳାର ଆଖି ପାରା ସ୍ୱଭାବ ହୋଇଥାଏ ସେମାନେ ଭାରି କପଟୀ ସ୍ୱଭାବ ହୋଇଥାନ୍ତି। ଯେଉଁ ମହିଳାଙ୍କର ନାକ ଟିକେ ଚେପ୍ଟା ହୋଇଥାଏ ସେମାନେ ବୁଦ୍ଧିମତୀ ଓ ଗୁଣବତୀ ସ୍ୱଭାବ ହୋଇଥାଏ। ନମ୍ବର 18 ଯେଉଁ ନାରୀ ଶାଶୁ ଶ୍ୱଶୁରଙ୍କୁ ଅବମାନନା ତଥା ହତାଦାର କରିଥାଏ ସେହି ନାରୀର ସ୍ୱାମୀ ସକଳ ବିପଦରେ ପଡ଼ିଥାଏ। ନମ୍ବର 19 ଯେଉଁ ନାରୀ ନିଜ ସ୍ୱାମୀ ମନରେ ଦୁଃଖ ଦେଇଥାଏ ତାଙ୍କ ପରିବାରରେ ଅଶାନ୍ତି ଦେଖାଦେଇଥାଏ ଏବଂ ନାନାଦିନ ବାଧାବିଘ୍ନ ଆସି ପହଞ୍ଚିଥାଏ। ନମ୍ବର 20 ଯେଉଁ ଲୋକର ସ୍ତ୍ରୀ ଥାଇ ପର ସ୍ତ୍ରୀ ସହ ରମଣ କରେ ସେ ବ୍ୟକ୍ତିର ସ୍ତ୍ରୀ ଦୁଶ୍ଚରିତ୍ର ଓ ଚରିତ୍ରହୀନା ହୋଇଥାଏ। ନମ୍ବର 21 ଯେଉଁ ମହିଳାମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀରେ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି। ନମ୍ବର 22 ଯେଉଁ ମହିଳାମାନେ ଆସ୍ତିକ କ୍ଷମାଶୀଳ ଦାନଶୀଳ ବୁଦ୍ଧିମାନ ଏବଂ କର୍ତ୍ତବ୍ୟ ପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି। ନମ୍ବର 23 ଯେଉଁ ମହିଳାଙ୍କ ଓଠ 2 ଆଙ୍ଗୁଳି ସୁନ୍ଦର ଓ ମାଂସାଳୟ ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି। ନମ୍ବର 24 ଯେଉଁ ମହିଳାଙ୍କର ବେକ 4 ଆଙ୍ଗୁଳି ବିଶିଷ୍ଟ ସୁନ୍ଦର ଓ ସୁଢଳ ସେମାନେ ଉତ୍ତମ ଲକ୍ଷଣଯୁକ୍ତ ମହିଳା ଅଟନ୍ତି। ନମ୍ବର 25 ଯେଉଁ ମହିଳାଙ୍କର ବେକରେ ଘଣ୍ଟକା ଉଚ୍ଚ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। ନମ୍ବର 26 ମହିଳାମାନଙ୍କ ବେକରେ 3ଟି ରେଖା ପଡ଼ିଥାଏ ସେମାନଙ୍କ ସ୍ୱାମୀ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି। ନମ୍ବର 27 ଯେଉଁ ମହିଳାମାନଙ୍କ ନାକର ଅଗ୍ରଭାଗ ଅଳ୍ପ
ଲମ୍ବା ଥାଏ ସେମାନଙ୍କୁ ବହୁତ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ନମ୍ବର 28 ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରୀ ଅଟନ୍ତି। ନମ୍ବର 29 ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। ନମ୍ବର 30 ଶରୀରର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷଙ୍କ ପାଇଁ ବହୁତ ଶୁଭ ହୋଇଥାଏ।